ଚାଲନ୍ତୁ ଆଜିର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଓଡ଼ିଶାରେ ଆହୁରି 2 ଲକ୍ଷ ହିତାଧିକାରୀଙ୍କୁ ମିଳିବ ମାଗଣା ରାସନ କାର୍ଡ। ଏହି ଦିନଠାରୁ ମିଳିବ ନୂଆ ରାସନ କାର୍ଡ। ଆପଣମାନଙ୍କୁ ମିଳିବ କି ନାହିଁ ଜାଣିନିଅନ୍ତୁ। ଏପଟେ ବିଧାନସଭାରେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ରାଜ୍ୟରେ ଜାତୀୟ ଖାଦ୍ୟ ଆଇନ ଅଧୀନରେ 3,93,875 ଜଣଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 10,02,144 ଜଣ ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦିଆଯାଉଛି। ତାହା ସହିତ ରାଜ୍ୟରେ ମୋଟ 9,91,929 ଆବେଦନକାରୀ ରାସନ କାର୍ଡ ପାଇବା ପାଇଁ ନୂଆରେ ଆବେଦନ କରିଛନ୍ତି। ଏମାନଙ୍କର ଏବେ ଯାଞ୍ଚ ଚାଲିଛି। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅକ୍ଟୋବର ମାସ ପ୍ରଥମ ସପ୍ତାହରୁ ଓଡ଼ିଶାର ଲକ୍ଷ ଲକ୍ଷ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯିବ ବୋଲି ଓଡ଼ିଶା ସରକାର ପକ୍ଷରୁ ସୂଚନା ଦିଆଯାଇଥିବାର ଖବର ମିଳିଛି। ପରବର୍ତ୍ତୀ ଖବର, ବଢ଼ିବ ମଧ୍ୟାହ୍ନ ଭୋଜନ ସହାୟତା ରାଶି। ପ୍ରତି ମିଲ୍ ପିଛା ଦାମକୁ 1 ଟଙ୍କା ବୃଦ୍ଧି କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କାରଣ ଦରଦାମ ବୃଦ୍ଧିକୁ ଦେଖି ମିଲ୍ ପିଛା ଦାମ 1 ଟଙ୍କା ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେପଟେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ ମୁଣ୍ଡପିଛା ହିସାବରେ 5 ଟଙ୍କା 90 ପଇସା ମିଳୁଥିବା ବେଳେ 6 ଟଙ୍କା 90 ପଇସା ମିଳିବ।